ଏକାମ୍ର ଆର୍ମି ଦ୍ୱାରା ଆୟୋଜିତ ରଜ ପର୍ବ ଆଗାମୀ ଦିନରେ ବ୍ୟାପକ ଧରଣରେ କରାଯିବ ବୋଲି ସୂଚନା ପ୍ରଦାନ କଲେ। ଗତ 2 ବର୍ଷ ଧରି ଆମେ କରିଥିଲୁ ରଜ ମହୋତ୍ସବ। এটা ତୃତୀୟ ରଜ ମହୋତ୍ସବ ଏକାମ୍ର ଆର୍ମି ଦ୍ୱାରା କରାଯାଉଛି। ନିଆର ଏଇଥିପାଇଁ ଆମେ କହୁଛୁ, ଆପଣ ଦେଖିବେ ଯେଉଁ ପ୍ରକାର ଜନସମାଗମ ହୁଏ ଏ ଅଞ୍ଚଳରେ, କେବଳ ସାମନ୍ତରାପୁର ଅଞ୍ଚଳ ନୁହଁ, ବିଭିନ୍ନ ପ୍ରାନ୍ତରୁ ପୁରୁଣା ଭୁବନେଶ୍ୱର ବିଭିନ୍ନ ପ୍ରାନ୍ତରୁ ଜନସାଧାରଣ ମାଆ ମାନେ ଝିଅ ମାନେ ଛୁଟି ଆସନ୍ତି ଏ ଯେଉଁ ରଜ ମହୋତ୍ସବକୁ ଉପଭୋଗ କରିବା ପାଇଁ। ଏଠି ସୁବିଧା ହେଉଛି, ଆମେ ସିକ୍ୟୁରିଟିର ବ୍ୟବସ୍ଥା କରିଥାଉ, ପାସ୍ର ବ୍ୟବସ୍ଥା ବି ଏଠି ରୁହେ, ସବୁ ଶାନ୍ତି ଶୃଙ୍ଖଳା ଭାବେ ଏଠି ଚାଲିଥାଏ। ପୋଲିସ ବି ଏଠି ସମସ୍ତେ ସହଯୋଗ କରିଥାନ୍ତି। ଆମର 14, 15, 16 3 ଦିନ ଧରି ଯେଉଁ କାର୍ଯ୍ୟକ୍ରମ ହୁଏ, ସବୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଆସି ଯୋଗ ଦେଇଥାନ୍ତି। ଯେମିତି ଦୀପ୍ତି ରେଖା ପାଢ଼ୀ ଠାରୁ ଆରମ୍ଭ କରି ସ୍ୱୟଂ ପାଢ଼ୀ ଏବଂ ମଣ୍ଟୁ ଛୁରିଆ ଏବଂ ଅନ୍ୟାନ୍ୟ ସଙ୍ଗୀତ କଳାକାରମାନେ ଅଛନ୍ତି। ତାପରେ ଆମର ଦେଖିବେ ଡ୍ୟାନ୍ସ ଗ୍ରୁପ୍ ଯେଉଁ ଅଛି, ଓଡ଼ିଶୀ, କଥକଲି, ବିଭିନ୍ନ ନାଟ୍ୟ ସଂସ୍ଥା ଦ୍ୱାରା ଆସିଥିବା ଏବଂ କଳାହାଣ୍ଡି ଗ୍ରୁପ୍ର ବି ଅଛନ୍ତି ଏଠି ଡ୍ୟାନ୍ସ ଗ୍ରୁପ୍, ବିଭିନ୍ନ ଆଡ଼ୁ ଆସିଥାନ୍ତି। ପାରମ୍ପରିକ ନୃତ୍ୟ ବି ହୁଏ। ତେଣୁ ଆଉ ପିଠା ପଣା ପାନ ଏମାନେ ସମସ୍ତେ ପ୍ରାୟ 5,000 ରୁ 7,000 ଲୋକ ଏଠି ତାଙ୍କ ପାଇଁ ବ୍ୟବସ୍ଥା କରାଯାଇଥାଏ। ସେମାନେ ଉପଭୋଗ କରନ୍ତି ଏବଂ ଶେଷରେ ଏଇଠି ଖାଇକି ଆମ ସାଙ୍ଗରେ ଯାଆନ୍ତି ସମସ୍ତେ ଘରକୁ। 3 ଦିନ ଧରି ଚାଲେ ଏବଂ ପୂର୍ବରୁ 4-5 ଦିନ ଧରି ତାଙ୍କ ଛୋଟ ଛୋଟ ପିଲାମାନଙ୍କ ପାଇଁ, କେବଳ ଝିଅମାନଙ୍କ ପାଇଁ କମ୍ପିଟିସନ୍ ଚାଲେ। ଫ୍ୟାନ୍ସି ଡ୍ରେସ୍ ଠାରୁ ଆରମ୍ଭ କରି ଆମର ଡିବେଟ୍, ସଙ୍ଗୀତ, ଗୀତ, ଡ୍ୟାନ୍ସ ରହୁଛି ଏବଂ ଆମର ରଜ କୁଇନ୍ ବହୁତ କିଛି ତାଙ୍କୁ ସୁବିଧା ଦିଆଯାଏ ରଜ ଉପଭୋଗ କରିବାର। ଏବଂ ମେହେନ୍ଦୀ ଏବଂ ଅଳତାର ବ୍ୟବସ୍ଥା ବି ଏଠି ରହିଛି। ଆଉ ମହିଳାମାନେ ବିଶେଷ କରି ଆମେ ଦେଖୁ ଏ ଅଞ୍ଚଳରେ ଝିଅମାନେ ଏବଂ ମହିଳାମାନେ ବହୁତ ଆକୃଷ୍ଟ ହୋଇକି ଅଞ୍ଚଳକୁ ଆସନ୍ତି, କାହିଁକିନା ଏଠି ଶାନ୍ତି ଶୃଙ୍ଖଳା ସହିତ କାର୍ଯ୍ୟକ୍ରମ ହୋଇଥାଏ। ସମସ୍ତେ ବି ଆମ ସାଙ୍ଗେ ବରିଷ୍ଠ ନାଗରିକମାନେ ଅଛନ୍ତି, ଏଠି କୃଷ୍ଣହୀନ ଅଛନ୍ତି, ଏପଟେ ନାୟକ ମଉସା ଅଛନ୍ତି, ଆପଣ ଜାଣିଥିବେ ବହୁତ ପୁରୁଣା ଲୋକ ସିଏ, ତାଙ୍କର ବି ଅଭିଜ୍ଞତା ଅଛି ଆ ଉପରେ। ସିଏ ବି ଆମ କମିଟିର ସମସ୍ତ ସଦସ୍ୟ ଅଛନ୍ତି। ଆମେ ଆଶା ରଖିଛୁ ଏ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ବଡ଼ ଧରଣର କରାଯିବ। ଆଜ୍ଞା, ଏକାମ୍ର ଆର୍ମି ତରଫରୁ ଏ ବର୍ଷ ରଜ ଉତ୍ସବ ଉପଲକ୍ଷେ ପ୍ରଖ୍ୟାତ କଣ୍ଠଶିଳ୍ପୀମାନେ ଆସୁଛନ୍ତି। କୋଉଦିନ କୋଉ ଶିଳ୍ପୀ ଆସୁଛନ୍ତି? 14 ତାରିଖ ଦିନ ଆସୁଛନ୍ତି ଦୀପ୍ତି ରେଖା ପାଢ଼ୀ, 15 ତାରିଖ ଆସୁଛନ୍ତି ସ୍ୱୟଂ ପାଢ଼ୀ, 16 ତାରିଖ ଆସୁଛନ୍ତି ମଣ୍ଟୁ ଛୁରିଆ, ତା ସାଙ୍ଗେ ଅନ୍ୟାନ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ବି ଅଛି। ଆଉ ଗୋଟେ କଥା, ପ୍ରତିବର୍ଷ ପରେ ଏ ବର୍ଷ ଆର ବର୍ଷ ଗତ ବର୍ଷ ଆସିଥିଲେ ଗୋଲକ ମହାପାତ୍ର ସାର୍, ସମସ୍ତେ ଆସିଥିଲେ। ଆଉ ନେତାମାନେ ନା ଦେଖନ୍ତୁ, ଏଠି ଆମେ କହିଥିଲି ଏଠି ଭାଇଚାରାର ପର୍ବ, କୌଣସି ଦଳର ଇଏ ନାହିଁ। ଏଠି ସବୁ ଦଳର ଲୋକ ଆସନ୍ତି ଏଠିକି। ସରକାର ଦଳର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକ, ବିରୋଧୀ ଦଳର ବିଧାୟକ, ମେୟର ବି ଆସନ୍ତି ଏଠିକି, ସାଂସଦ ବି ଆସନ୍ତି। ଆମର ଅପରାଜିତା ମ୍ୟାଡ଼ାମ ବି ଆସିବେ ଏଥର, ପୃଥ୍ୱୀରାଜ ହରିଚନ୍ଦନ, ସୁଶାନ୍ତ ରାଉତ, ଦେବୀପ୍ରସାଦ ମିଶ୍ର, ସେମିତି କିଛି ନାହିଁ। ସମସ୍ତେ ପ୍ରାୟ ରଜ କାର୍ଯ୍ୟକ୍ରମରେ ପହଞ୍ଚିକି ତାଙ୍କର ଭାଷଣ ଦେଇଥାନ୍ତି ଏବଂ ରଜ ପର୍ବକୁ ଉପଭୋଗ କରିଥାନ୍ତି। ଡକ୍ଟର ଅରୁଣ ସାହୁ ବି ଆସନ୍ତି। ଏକାମ୍ର ଆର୍ମି ତରଫରୁ କିଛି ଆପଣଙ୍କ ସମ୍ବର୍ଦ୍ଧନା କାର୍ଯ୍ୟ ରହିଛି? ଆଉ ସବୁଠାରୁ ବଡ଼ କଥା ହେଲା ଆମର ଶ୍ରୀଯୁକ୍ତ ମନମୋହନ ସାମଲ, ଆମର ସଭାପତି, ସେ ବି ସ୍ୱୀକୃତି ପ୍ରଦାନ କରିଛନ୍ତି ଆସିବାର। ତାଙ୍କର ଯଦି କୌଣସି କାର୍ଯ୍ୟ ଥିବ ସିଏ ବି ଆସିପାରନ୍ତି। ରଜ ହେଉଛି ଗୋଟେ ଗଣପର୍ବ। ଚଳିତ ବର୍ଷ ଲୋକମାନେ ଯେଉଁମାନେ ସାଧାରଣ ଲୋକମାନଙ୍କୁ କ'ଣ କହିବାକୁ ଚାହିଁବେ? ରଜ ହେଉଛି ଆମର ଗଣପର୍ବ। ଓଡ଼ିଶାର ପାରମ୍ପରିକ ନୀତି ନିୟମ ଏବଂ ଯାହା ଯାହା ଅଛି ତାକୁ ଆମେ ମନେ ପକାଉଛେ। ଦେଖନ୍ତୁ, ଗାଁ ଗହଳିରେ ଯେଉଁ ଆଗରୁ ଥିଲା ଯେଉଁ ରଜ ମହୋତ୍ସବ, ଏବେ ସହରକୁ ବ୍ୟାପିବାରେ ଲାଗିଲା। ଗ୍ରାମାଞ୍ଚଳରେ କମିକି ସହରାଞ୍ଚଳରେ ବହୁତ ମାତ୍ରାରେ ବର୍ତ୍ତମାନ ରଜ ମହୋତ୍ସବ ପାଳନ କରୁଛନ୍ତି। ଆଉ ବିଶେଷ କରି ଯୁବତୀମାନେ, ମାଆ ମାନେ ବେଶୀ ବହୁତ ପରିମାଣରେ କାର୍ଯ୍ୟକ୍ରମକୁ ଉପଭୋଗ ବି କରୁଛନ୍ତି। ତେଣୁ ଆଉ ଯେଉଁ ପ୍ରକାର କାର୍ଯ୍ୟକ୍ରମ ସବୁ ହେଉଛି ସହର ଭିତରେ, ଆପଣ ଦେଖିବେ ଏଇ ଯେଉଁ ସଙ୍ଗୀତ ହଉ କି ନାଚ ହଉ, ଡ୍ରାମା ହଉ, ବିଭିନ୍ନ ପାନ ଠାରୁ ଆରମ୍ଭ କରି ପିଠାପଣା ସବୁ ରଜ ମହୋତ୍ସବର ଯାହା ଆବଶ୍ୟକ ଅଛି, ରଜ ପର୍ବର ଯେଉଁ ଗଣପର୍ବରେ ଯାହା ଯାହା ଦରକାର ଝିଅମାନଙ୍କ ପାଇଁ ଏବଂ ମହିଳାମାନଙ୍କ ପାଇଁ, ତାକୁ ଆମେ ଏଇଠି ବ୍ୟବସ୍ଥିତ ଢଙ୍ଗରେ କରିପାରୁଛୁ। ସେଥିପାଇଁ ଆକୃଷ୍ଟ ହେଉଛନ୍ତି। ଏ ପର୍ବଟା ହେଉଛି ଓଡ଼ିଶାର ପର୍ବ। ଏ ହେଉଛି ଏକ କୃଷିଭିତ୍ତିକ ଗଣପର୍ବ। ସାଧାରଣ ଓଡ଼ିଶାର ଜନସମାଜ ଏହାକୁ ପାଳନ କରନ୍ତି। ଏଥିରେ ମା, ମାଟି ଓ କୁ ସମ୍ମାନ କରାଯାଏ। ମା, ମାଟି
ଆଉ ମାତୃଶକ୍ତିକୁ ସମ୍ମାନ କରାଯାଏ। କାରଣ ଆପଣମାନେ ଜାଣିଥିବେ ଯେ ଏଇ 3 ଦିନ ଧରି ଝିଅମାନେ ବା ମହିଳାମାନେ ଖାଲି ଗୋଡ଼ରେ ଚାଲନ୍ତି ନାହିଁ, ଗୋଡ଼ରେ ଚପଲ ଜୋତା ବା ଆଗରୁ ଯେମିତି ଥିଲା ତାଳ ପଟକା ଏଇ ଯେଉଁ ଗୁଆ ପଟକା ଏମିତି ଲଗେଇ କରୁଥିଲେ, ଏବେ ଆସ୍ତେ ଆସ୍ତେ ବଦଳି ଯାଇଛି। ତେଣୁ ଆମେ ସାଧାରଣ ଲୋକଙ୍କୁ ଏଥିରେ ସାମିଲ କରିଛୁ। 5,000ରୁ 10,000 ପର୍ଯ୍ୟନ୍ତ ହେଉଛନ୍ତି ଏବଂ ଗୋଟେ ସପ୍ତାହ ଧରି ବ୍ୟାପୀ ଏ କାର୍ଯ୍ୟକ୍ରମ ଚାଲିଛି। ଆଗାମୀ ଦିନରେ ୟାକୁ ଆମେ ରାଜ୍ୟସ୍ତରୀୟ ପ୍ରୋଗ୍ରାମରେ ପରିଣତ କରିବା ପାଇଁ ଚେଷ୍ଟା କରୁଛୁ ଏବଂ ଲିଟୁଅମଙ୍କର ପ୍ରୋତ୍ସାହନରେ ଏହା ନିଶ୍ଚିତ ଭାବରେ କାର୍ଯ୍ୟକାରୀ ହେବ। ଏ ହେଉଛି ଭାଇଚାରାର ପର୍ବ। ଏକାମ୍ର ଆର୍ମି ଦ୍ୱାରା ଆୟୋଜିତ ହୋଇଥିବା ଆଜି ଏ ରଜ ମହୋତ୍ସବ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମୋ ସାଙ୍ଗରେ ଥିବା ଏ ମଞ୍ଚ ଉପରେ ଥିବା ଅତିଥିବୃନ୍ଦ, ମୋ ସମ୍ମୁଖରେ ଥିବା ବିଭିନ୍ନ ପ୍ରାନ୍ତରୁ ଆସିଥିବା ମା ମାଉସୀ କୁନି କୁନି ପିଲାମାନେ ସମସ୍ତଙ୍କୁ ମୋ ଅନ୍ତରର ଗଭୀରତମ ପ୍ରଦେଶରୁ ହାର୍ଦ୍ଦିକ ଅଭିନନ୍ଦନ। बहुत समय धरी आपने अपेक्षा कले मुझे गोटे कथा एकाम्र आर्मी जो मैंने आज कार्यक्रम में सामिल होती रज महोत्सव कार्यक्रम में समस्त जी हारी जीतुवा समस्त छात्र छात्री अच्छा कुनि कुनि पिला समस्त पुरस्कार व्यवस्था कर विलम्ब इतार क्षमा मागुची कार्यक्रम आम आगक नवा डेरी करवानी बहुत विलम्ब है तेणु मुझे समस्त को धन्यवाद देवी और गोटे कथा कहबी आज ये कार्यक्रम पर 14 तारीख 15 तारीख और 16 तारीख ये रज उत्सव आपण रज उत्सव बहुत शांति